जय जगन्नाथ। आज भल कथा छुआ मन रख 35 रु हेब संहार केतु 35 रु हेब संहार कौन 35 सन 35 बा 1435 सन ठारू कौन हम संहार लीला हम बुझीगला ना गोटा कहते गालुआ माधिया गप खाली कहते कौन सब मरीजी कलिजुग सरीज अमुक तमुक चलुची हेला हला बरी हुड़ी महापुरुष अच्युत कहले हेला हला बरी हुड़ी पड़ुथिब हेड़ारे काटिब समझ कहते हम हम ये मन रखी था जो हम कई जापर जमी गालुआ माधिया चला बाघ खाईगला बाघ खाईगला सतर कौन बाघ खाऊला मिछरे मिछरे कुहे जो सतरे बाघ खाइला से कई तक साहस कले नहीं सेमती जेतेबेले संहार लीला हम सेतेबेले केही जानी परिबे नहीं गुप्तरे गुप्तरे हेब संहार न जानिबे केही कलिर नर बुझी ना गुप्तरे गुप्तरे कौन हम संहार हम से आउे गुप्तरे गुप्तरे कौन हम संहार हम ताकू केही जानी परिबे नहीं केबेठू हम आ गोटे भल कथा मन रख कली थिब बाबू होइब सत्य केही न पाइबे तार कली थिब सत्य परिप्रकाश हम किंतु केही जानी परिबे जानिबे किए से ना साधु सन्थ भक्त ये साधु सन्थ नुह जो वास्तव मत जो साधु सन्थ से लुकायित रही सी परिप्रकाश को आसी ना से केवल समय को अपेक्षा कलिजुग वर्तमान सरी नहीं किंतु न सरिले गोटे संहार लीला हम कलिजुग केते वर्ष भोग कर ना 10,000 वर्ष भोग कर कलिजुगर आयु होची 4,32,000 वर्ष तापर सब आयु कटिव 10,000 वर्ष भोग कर जेतेबेले 5,000 वर्ष पूरण हम तापर दुष्ट किछि संहारण हेबे है व्यास कहती कलौ 10 सहस्राणी विष्णु त्यजंती मेदि कलिजुग जेतेबेले 10,000 वर्ष हम तेरे महाविष्णुଙ୍କର महाकल्पी अवतार कह बुझी सी सेतेबेले आविर्भूत हेबे वर्तमान जो लीला हम से गुप्त लीला हम ता जन समाज रे के जानि परिबे नाही एटा केबे हम जो 5,000 वर्षटा सी विषय अलग बुझी हो ना महापुरुष गोटे जाइफुल मालिका लिखिं चहटिब लीला तू 4 रे मिशा 1 चढ़ा 3 शून्य बाबू जेते हेला ठीक समस्त तुम मानक धारणा केते 5,000 वर्ष ना संपूर्ण ठीक नुहे 5,000 वर्ष केबे पूर्ण हम ना मुकुंद देवंकर 29 अंक जिते हम सेतेबेले कलिजुगर आयु बुझी होची ना 5,103 वर्ष हम मुकुंद देव रजा ही ना केबे रजा हे सी गोटे गुड़ प्रश्नवाचक ना तेणु 29 अंक 5,003 वर्ष भोग कर ना 5,003 वर्ष है महापुरुष कहती 5,003 वर्ष 90 दिन अंतर संसार आ दुष्ट कई न संसार रे माने जगत भीतर
ତେଣୁ ମୁକୁନ୍ଦ ଦେବ ରଜା ନାହାନ୍ତି ବର୍ତ୍ତମାନ, ଅଛନ୍ତି କି ସେ ଦିବ୍ୟ ସିଂହଦେବ, ଆଙ୍କ ପରେ ହେବେ ମୁକୁନ୍ଦ ଦେବ। ଆଉ ଏତିକି ମନେ ରଖିଥା, ମୁକୁନ୍ଦ ଦେବ କେବେ ରଜା ହେବେ ମଧ୍ୟ ମହାପୁରୁଷ ଲେଖିଛନ୍ତି। ଏ ଯୋଉ ଚହଟି ଓ ଲୀଳା ତୁ ଚାରିରେ ମିଶାଏ, ସମସ୍ତେ ଧରୁଛନ୍ତି କଣ 4ରେ 1 ମିଶିଗଲେ 5, ଚଢା 3 ଶୂନ୍ୟ, 3ଟା ଶୂନ ଦେଇଦେଲେ କେତେ ହେଲା 5000। ସେମିତି କଳି କଲ୍ୟାଦିତା ବର୍ତ୍ତମାନ 5100 କେତେ ହେଲାଣି 25 ଚାଲିଛି ନା ନାଇଁ। ପଣା ସଂକ୍ରାନ୍ତିରୁ ଚାଲିବ 5126 ବର୍ଷ। ଏଟା ହଉଛି ଆମ ହିନ୍ଦୁ ମାନଙ୍କର ନବବର୍ଷ ପଣା ସଂକ୍ରାନ୍ତି। ଶୂନ୍ୟା ହଉଛି ଆମ ଉତ୍କଳୀୟଙ୍କର ନବବର୍ଷ ହେଲା। ଏଟା କଳି କଲ୍ୟାଧିତା, ଉତ୍କଳୀୟଙ୍କର ହଉଛି କଣ ସନ୍ନ। ତେଣୁ ଆକୁ ସମସ୍ତେ ଧରିଛନ୍ତି କେତେ ବର୍ଷ ନା 5000 ବର୍ଷ। 5000 ଏଇଟା ନୁହଁ, 5000 କଣ ସେ ଅଙ୍କଟା ଅନ୍ୟ ଭାବରେ ଲେଖା ଅଛି, ସେଟା ଆ ପୂର୍ବ ଏପିସୋଡ ତମକୁ କହିବି। ଏଇଟା ହଉଛି କେତେ କହିଲେ ଚହଟିବ ଲୀଳା ତୁ 4ରେ ମିଶା 1, 4 1 ମିଶି କେତେ ହେଲା 5, ଚଢା 3 ଶୂନ, 3 ଶୂନ ବୋଲନ୍ତି 30। ବୁଝି ହଉଛି, ଏସବୁ ଭାବାର୍ଥକ ଶବ୍ଦ। 5 ଉପରେ ଚଢା 3 ଶୂନ କେତେ 30 ଚଢା, ମାନେ 5 ଉପରେ 30 କି ରଖ, ଆଉ ମିଶେଇ ଦେଲେ କେତେ ହେଲା 35। 35 ହଉନି। ଚହଟିବ ଲୀଳା ତୁ 4ରେ ମିଶା 1, ଚଢା 3 ଶୂନ୍ୟ ବାବୁ ଯେତେ ହେଲା ଠିକ, ଚଳିଯିବ ଗୋର କଳି ଦଳି ଦେବେ ମିଳି। ଯୋଉ ଘୋର କଳିଟା ବର୍ତ୍ତମାନ ହେଇଛି ସେଇଠି ତାକୁ ଦଳି ଦେବେ, ମାନେ ତାର ବଳ କିଛି, ସେ କଣ ମରିବ ବୋଲି କହିଛନ୍ତି କି, ତାକୁ ଦଳି ଦେବେ। ଗୋଟେ ଲୋକକୁ ଦଳି ଦେଲେ କଣ ମରିଯାଏ, ମାନେ ତାର ବଳଟା ଭାଙ୍ଗିଯାଏ। ବୁଝି ହଉଛି ନା। ଅଚ୍ୟୁତ ଯାଇଫଳ ମାଳିକାରେ ରାମଦାସ କହୁଛନ୍ତି ରାମ ଯେତେବେଳେ 35 ଅଙ୍କ ହବ ସେତେବେଳେ କଳିର ବଳ ଭାଙ୍ଗିଯିବ। ଚେତାଇଣ ଗୀତ କହେ ଅଚ୍ୟୁତ ଭାଳି, ତାହେଲେ କିଏ କହୁଛନ୍ତି ଅଚ୍ୟୁତ କହୁଛନ୍ତି, କାହାକୁ ନା ରାମକୁ। ବୁଝି ହଉଛି, କୋଉ ରାମ, ଅଚ୍ୟୁତ ପାଖେ ରାମ, ଅର୍ଖିଦାସ ପାଖେ ରାମ ନା ନାଇଁ। ପୁଣି ଆମର ଛତିଆରେ ଯେତେବେଳେ ଆଇଲେ ହାରିବନ୍ଧ ଆସେ ସିଏ କହିଛନ୍ତି ରାମ, ହେଲେ ଅଚ୍ୟୁତ ପାଖେ କୋଉ ରାମ ଥିଲେ। ଅଚ୍ୟୁତଙ୍କର ଅଚ୍ୟୁତ ଦେହ ଛାଡିବାର ହାରାହାରି 198 ବର୍ଷ ପରେ, ହାରାହାରି ମାନେ ଆମେ କନଫର୍ମ କହିପାରୁ ନା, ପରେ ଅର୍ଖିଦାସ ଜନ୍ମ ହେଲେ। ଅର୍ଖିଦାସ 18 ବର୍ଷରେ ଘର ଛାଡିଲେ, ସେ ସେଇଠୁ ଅନେକ ଦିନ ବୁଲିଲେ, ଖଣ୍ଡଗିରିରେ କଣ ହେଲେ ଜ୍ଞାନ ପାଇଲେ, ତାପରେ ସେଇଠୁ ଓଳାଶୁଣି ଗଲେ। ଓଳାଶୁଣି ଗଲା ପରେ ରାମ ସେଠି ଭେଟ ହେଲା। ତେଣୁ ଅଚ୍ୟୁତ ପାଖେ କୋଉ ରାମ, ଇଏ କୋଉ ରାମ। ଯଦି ସେଇ ରାମ ତାହେଲେ କଣ ରାମଦାସ 300 ବର୍ଷ ବଞ୍ଚୁଥିଲେ, ଠିକ ନା ଭୁଲ। ପୁଣି ଦେଖ ହାରିବନ୍ଧ ଦାସ ଯେତେବେଳେ ଆଇଲେ ଛତିଆ ଭଟ୍ଟରେ, ସିଏ ମଧ୍ୟ ରାମକୁ ସମ୍ବୋଧନ କରିଦେଇଛନ୍ତି, କହିନାହାନ୍ତି ନା, ମୌଳି ଶୂନ୍ୟ ପରେ ଦ୍ୱିତୀୟା ଜନ ଫେରି ଆସିବି ରାମ ରଖିଥାମ। ଇଏ କୋଉ ରାମ। ତେଣୁ ଇଏ ହଉଛି ଗୋଟେ ଗୁଢ ବାଚକ। ବୁଝି ହଉଛି ନା। ଆର ବି ସମାଧାନ ଅଛି, କିନ୍ତୁ ଏଗୁଡ଼ା ଯୋଉ ଗୁଢ ରହସ୍ୟ ତତ୍ତ୍ୱ ତାକୁ କ୍ୟାମେରା ଆଗରେ କହି ହୁଏ। ତେଣୁ ଏ ଯୋଉ 35 ଅଙ୍କରେ କଣ ମହା ବ୍ୟତିପାତ ଦେଖାଦେବ। ବୁଝି ହଉଛି, ଯେତେ ବ୍ୟତିପାତ ଆସ ଆମ ସେଥିରେ କଣ, ଯଦି ଗୁରୁ କୃପା ଥିବ ଆମର କିଛି ଅସୁବିଧା ନା। କିସ କରିବ ଶନି ନା କିସ କରିବ ରାହୁ, ଯାହାର ଉପରେ ଗୁରୁ କୃପା ଥିବ ମହାବାହୁ, ଯାହା ଉପରେ ଗୁରୁଙ୍କ କୃପା ଥିବ, ଯାହା ଉପରେ ମହାବାହୁଙ୍କ କୃପା ଥିବ, ତାର କଣ ଅଛି।
ହଁ କି ନାହିଁ? ତେଣୁ ଏଇ ଯୋଉ 35 ଅଙ୍କରେ କୋଉ 35 ନା 1435 ସନ କଣ ହବ? କଳିର ବଳ ଭାଙ୍ଗିବ। ପୁଣି ମଧ୍ୟ ଆଉ ଗୋଟେ ଅଙ୍କ ମଧ୍ୟ ଲେଖିଛନ୍ତି ସେଇ ସମୟ ହେଲା। ଏଠି ଲେଖିଛନ୍ତି 35 ଅଙ୍କ ନା, ସେଠି ଲେଖିଛନ୍ତି କେତେ 28 ଅଙ୍କ। ତେଣୁ 28 ଅଙ୍କଟା ଯିଏ 35 ଅଙ୍କଟା ମଧ୍ୟ ସିଏ। ମସିହାକୁ ଧରିବନି, ମସିହାକୁ ଧରିଲେ ସମ୍ପୂର୍ଣ୍ଣ ଭୁଲ ହେଇଯିବ ଗଣନା। ତେଣୁ ଆମର ଦୃଢ ବିଶ୍ୱାସ ନିଶ୍ଚିନ୍ତ କଣ ଗୋଟେ ବିତିପାତ। କାରଣ ତମେ ଦେଖ କେବଳ ବର୍ତ୍ତମାନ ଭାରତକୁ ଛାଡ଼ିଦେଲେ ଚାରିଆଡେ ଏକା ବିଭୀଷିକା, ରୁଷଠୁ ଆମେରିକାଠୁ ଚାଇନାଠୁ ସିଆଡେ ଯୁଦ୍ଧର ବିଭୀଷିକା, ଇସ୍ରାଏଲି ନା ନାହିଁ, ସେପଟେ ପାଲେଷ୍ଟାଇନ, ଏପଟେ ୟୁକ୍ରେନ ରୁଷିଆ, ବର୍ତ୍ତମାନ ବିଭୀଷିକା ଚାରିଆଡେ ଜଟିଳ ହେଇଗଲାଣି। ଆମର ନିଶ୍ଚିନ୍ତ ହବ, କିନ୍ତୁ ଆମ ମତରେ ପ୍ରଭୁଙ୍କର ଦେବଭୂମି ହଉଛି ଭାରତ, ନାହିଁ ଭାରତ ବର୍ଷ। ଦେବଭୂମି ହେଲେ ଏଠି ସମସ୍ତେ ଦେବତା ମାନଙ୍କର ଆବିର୍ଭୂତ। କାରଣ ଆମ ସମସ୍ତଙ୍କର ଗୋତ୍ର ଗୋଟିଏ ଗୋଟିଏ ଅଛି, ଠିକ ନା ବୋଲ? ଆମେ ସିନା ଅରାଜକତା ହେଇଯାଇଛି, କିନ୍ତୁ ଆମର ଗୋଟେ ଗୋଟେ ଗୋତ୍ର ଅଛି। ପ୍ରଭୁ ନିଶ୍ଚିନ୍ତ ଗୋଟେ କଣ ସେଥିପାଇଁ ବିଚାର କରିବେ ବୋଲି ଆମର ଦୃଢ ବିଶ୍ୱାସ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା।